नमस्कार शारदा टीवी मु स्वागत जनाऊँ सिप्रा मु प्रभाकर मु रानी ओडिशार प्राचीन परंपरार यही ओडिया पाला आमर ए दर्पण कार्यक्रम बायाणी पराए भ्रमी बायाणी पराए भ्रमी गिरिबर तरु तटिनी नमी से उछिले प्रतित्वर प्रतिध्वनि से बायाणी भली विकल रे रात्र काल आकुल रे जेते डाकुचंती स्वामी स्वामी प्रतित्वर प्रतिध्वनि केवल तांको डाकटा तांको कानरे प्रतिध्वनित होउछि कहउछंती मालो दमयंती कहउछंती हे निषधनर राण राण परिहासे जेबे अछगोपन हे अस्थिर हुए पराण हे स्वामी ए दमयंती राति काल रे ये जंगल भितरे एकेला रही पारुछि कि नहीं एया भाभी जति रहस्य रे लुचिकी अछ स्वामी स्वामी मते दया करी टिके दर्शन दियो देखा दियो मते दया करी टिके देखा दियो स्वामी तुमको न देखी मो प्राण विकल होउछि स्वामी रवि हुने निरद बंचिब किपरि कहनी आज हे निषधर जहे निषधर बहु देवी जुड़ी तेज हे निषधर स्वामी स्वामी बिजुली बौद्ध को छाड़ी केवे रही पारे कि मु तुमको छाड़ी केमिति रहिबी ये पुआ एमिति कही जतिके बेले बायाणी हेई बिकल रे आकुल रे स्वामी 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 बोले चित्कार करी खोजुचंती ठीक दैवर विडंबना बड़ विचित्र विचित्र क्रोटर संधिरे तही तही अजगरटिए थिला लुकाई से जानिले ओयर देला छंदाई से हे मोर ज्ञानी जन मंडली दैवर विडंबना बड़ विचित्र लो मा अजगरटे पड़िथिला सर्प सर्प अजगर साप खाद्य अन्वेषण रे जाए ना खाद्य ता निकट को आसे आउ जतिकी बेले खाद्य ता निकट को आसे से खाद्य को हाथ छड़ा करे ना कळे बळे कौशले खाद्य को आग कबलित करे परिशेषरे खाद्य को गिळे आज से अजगर सर्प दमयंती पाद दीटा को छंदी देछि दमयंती सर्प कबल पड़ी कांदिले स्वामी स्वामी तुम विच्छेद रे मरिबी मरिबी बोली कहूथिली मरु नथिली आज मरुछि स्वामी आस देखिव हे निषधनर नाथ तुम बिना हेली जीवने हत हे जीवित नाथ हे जीवित नाथ
ସ୍ୱାମୀ ଆସ ଦେଖିବ ତୁମ ପ୍ରାଣ ପ୍ରିୟା ଆଜ୍ଞା ଦମୟନ୍ତୀ କେମିତି ସାପ କବଳରେ ପଡି ମରୁଛି ମରୁଛି ମେଲାଣି ଘେନିବା କାଳେ ଆଜି ଦମୟନ୍ତୀ କାନ୍ଦୁଛନ୍ତି ସ୍ୱାମୀ ଜୀବନରେ ସମସ୍ତଙ୍କର ମୃତ୍ୟୁ ଆସେ ମୋର ବି ମୃତ୍ୟୁ ଆସିବ କିନ୍ତୁ ମେଲାଣି ଘେନିବା କାଳେ ତୁମ ମୁଖ ଶଶୀ ଶଶୀ ନ ଦେଖେ ଡୋଳେ হে হাত ভাগিনী হাত ভাগিনী ও সমকে ধরা তলে হাত ভাগিনী স্বামী স্বামী ଏତିକିଆ ଜୀବନରେ ଅବଶେଷ ରହିଗଲା ସ୍ୱାମୀ ମଲା ବେଳେ ଆପଣଙ୍କ ମୁହଁକୁ ଟିକେ ଦେଖିଥାନ୍ତି ଦର୍ଶନ ଟିକେ ଦିଅ ମରିଥାନ୍ତି କିନ୍ତୁ ଆଜି ଆପଣଙ୍କୁ ମୁଁ ଦେଖିପାରୁନି ମରୁଛି ସ୍ୱାମୀ ହେ ନିଷଧନର ରାଣ ହେ ନିଷଧନର ରାଣ ରାଣ ଅନ୍ତିମ ବେଳରେ ଦିଅ ଦର୍ଶନ ହେ ଜୀବ ଜୀବନ হে জীবা জীবন সর্পনীয় পরাণ হে জীবা জীবন ସ୍ୱାମୀ ଦମୟନ୍ତୀ କାନ୍ଦୁଛନ୍ତି ସ୍ୱାମୀ ସ୍ୱାମୀ ମରୁଛି ସ୍ୱାମୀ ମରୁଛି ଅନ୍ତିମ ପ୍ରଣାମ ଘେନା କର ମତେ ଠକି ଦେଇ ଚାଲିଗଲ ସ୍ୱାମୀ ଅନ୍ତିମ ପ୍ରଣାମ ମୋର ଘେନା କର ସ୍ୱାମୀ ଘେନା তোতে পচারুছি বড় দাণ্ডে ঠিয়া হই ଆଉ ଜଣେ ସ୍ୱାମୀ କି ଡାକିଛି ପ୍ରଭୁ ମୋ ସ୍ୱାମୀ ତ ମତେ ଠକି ଦେଇ ଚାଲିଗଲା ଆହା ଜବାବ ଦିଅ ପ୍ରଭୁ सुना ठाकुर सुना संसार सुना ठाकुर सुना संसार सुना कलु ताहि पाई कहत काकी तोते बचारुची बड़ दांडे দিয়া হই বড় দান্ডে দিয়া হই মু মাগুছিলি প্রভু দশাই କାଳିଆ ତତେ ମୁଁ କଣ ମାଗିଥିଲି ଜୀବନରେ କାଳିଆ মু মাগুছিলি প্রভু দশাই মু মাগুছি বলু হাপিয়াই মু দেলু বটে বলু হাপিয়াই তু দেলু বটে বলু হাপিয়াই নিরাতরে
ପ୍ରଶ୍ନ ଦେବେ ସାର୍ କହୁଛନ୍ତି। ସର୍ପ କବଳରେ ପଡ଼ିଛି ଆଜି ଦମୟନ୍ତୀ। ଆଜ୍ଞା ଧୀରେ ଧୀରେ ଇଏ ସ୍ୱରଟା ମା ଜଣେ ଶୁଣିଲା। ସିଏ କିଏ? ସେ ଜଣକ କିଏ? ମନେ ମନେ ଚିନ୍ତା କଲା। କିରେ ଏଟା ଗୋଟେ ସ୍ୱର। ସ୍ୱରଟା କେତେ ଜଣେ ଡାକୁଛି, କେତେ ଜଣେ ଡାକୁଛି। କେତେ ଜଣେ କାନ୍ଦୁଛି। ରକ୍ଷା କର। କହିଲେ ପ୍ରାଣୀଙ୍କ ଆରତ ଦୁଃଖ ପ୍ରମିତ ମଙ୍ଗଳ ଶ୍ରୀରାମ। ଦେଖୁ ଦେଖୁ ପ୍ରାଣୀଙ୍କ ଆରତ ଦୁଃଖ ପ୍ରମିତ ଦେଖୁ ଦେଖୁ କେବା ସହୁ ଅନ୍ଧ କବି ଭୀମ ଭଇ କନ୍ଧ କୂଳେ ଜାତ ସନ୍ଥ ହୋଇ ଜଗତକୁ ଦେଖାଇଲେ ପଥ। ଖାଇଲେ ପଥ। ଆହା ଗୋଟେ କିରାତ, ଗୋଟେ ଶବର, ତା କାନରେ ଏ କଥା ପଡିଲା। ଆରେ 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 ଏ ପୁଅ ବୋଲୁ ଏମନ୍ତ ସୁନ୍ଦରୀ କିରାତ ଆରତ ନାଦ ସଞ୍ଚାରୀ ସର ସଞ୍ଚାରୀ ସାରା ସଞ୍ଚାରୀ ସର ସଞ୍ଚାରୀ ଏ ଫଳ ପ୍ୟାରେ ଦେହମାରୀ ସର ସଞ୍ଚାରୀ। ଯେତେବେଳେ ଚିତ୍କାର କରି ବ୍ୟାକୁଳରେ ଆକୁଳ ହୋଇ ସ୍ୱାମୀ 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 ରକ୍ଷା କର ସ୍ୱାମୀ ରକ୍ଷା କର ଡାକିଲା। ଡାକନ୍ତି ଦମୟନ୍ତୀ। ଜଣେ ଶବର କାନରେ କଥା ପଡିଲା। ସେ ଶବର ପିଲା ସେ ଜାଣିଛି କେମିତି ସରଟା ପ୍ରହାର କଲେ ସାପ ମରିବ। ସର ସଞ୍ଚାରୀ ଖଳ ବ୍ୟାଳେ ଦେଲା ମାରି ସାପ ମରିକି ପଡିଲା। ଆଲୋ ଆଲୋ ଏକାକି ଛିଡା ହେଇଛି ଦମୟନ୍ତୀ। ଆଲୋ ଆଲୋ ବ୍ୟାଧ ମନେ ମନେ ବିଚାର କରୁଛି। କହିଲା ଏ ତ ମଣିଷ ନୁହଁ, ଆଉ କଣ? ଇଏ ଦେବୀ। ଦେବୀ ଦେବୀ ୟା ହାତରେ ହାତ ଯଦି ଛନ୍ଦିବି ୟାକୁ ଯଦି ବିବାହ ହେବି ହେବି ୟାକୁ ଯଦି ମୋ ଶବର ପଲ୍ଲୀକି ନେବି ନେବି ମୋ ଶବର ପଲ୍ଲୀଟାକୁ ସ୍ୱର୍ଗପୁର ସହିତ ସମାନ କରିଦେବି। କି ଭାବନା। କହିଲେ ନିଶ୍ଚୟ ହେବ ନ ଦେବି କି ଅଙ୍କ ଲକ୍ଷ୍ମୀ କରିବରି ନେବି କି ସ୍ୱର୍ଗପୁରେ ଦେବି ଆଲୋ। ଏଇ ଆଉ କଣ ହଉଛୁ? ଇଏ ତ ମୂର୍ଖୁଟା ଶବର ଇସ୍କୁଲ ହତା ଦେଖି ନେଇ। ଇସୁକୁଲୁ ହଁ ଇସ୍କୁଲ ଇସୁକୁଲୁ ହତା ଦେଖି ନେଇ। ନଟ 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 ଶିକାର କରିବ ଖାଇବ। ଏଡେ ସୁନ୍ଦରୀଟାକୁ ଯେତିକି ବେଳେ ଦେଖିଦେଲା ଏମିତିଆ ମାଲ ଛାଡିବ କି? ତା ମନ କୁଆଡେ କଣ ହେଇଗଲା। ଗୋଡ ହାତ ଯେମିତି ହ୍ୟାଲୋ ହ୍ୟାଲୋ ଏ ପୁଅ ଆଜ୍ଞା ତମେ ଏମିତି ବାରଣ କଲେ, ହାତ ଯୋଡି ଦେଲେ, ହେଲେ ନାଇଁ 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 ପାପ ବାଞ୍ଛା ବାଞ୍ଚୁଛ। ଆଉ କଣ ଦେ? ତୁମେ ମୋ ଜୀବନ ଦାତା ୟା ବିଧି ବିଧାନରେ ପିତା କି ଭ୍ରାତା ହେ ଉଚ୍ଚ ଦେବତା ହେ ଉଚ୍ଚ ଦେବତା। ये भाव ତମେ ମୋ ଜୀବନ ଦାତା, ତମେ ମତେ ନୂଆ ଜୀବନ ଦେଇଛ। ତୁମେ ବିଧି ବିଧାନରେ ତମେ ମୋ ବାପା ରକ୍ଷା କରିଛ। ହେଲେ ହେ ମୋର କଣ ବାପାର ବୟସ ହେଲାଣି? ନା ନା ତୋ ଭଳି ଯୌବନ ଝିଅର
তো ভଳି সুন্দরীর বাপা হবার বয়স মোর হেলানি মোর যোগ্যতা নাই না নহলে ভ্রাতা তুমি মো ভাই তাহলে নাই মু ভাই হবিনি না নাই। হজবেন্ড না উচ্চ দেবতা বলে তুমি মো দেবতা তুমକୁ ମୁଁ ପୂଜା କରିବି କହିଲା ନାଇଁ ନା। ମୋର ସବୁ ଅଛି ଗୋଟେ ଜିନିଷ ନାହିଁ ମୋ ପାଖରେ ମୋ ଅର୍ଦ୍ଧାଙ୍ଗିନୀ ନାହିଁ ଡାକିଲା ନା ଆଉ ଆଲୋ ଡାକିବ ଦେଖ କବି ସୂର୍ଯ୍ୟ ବଳଦେବ ରଥ ଗୋଟା ପଦ ଆଣେ କହିଲେ ଏ ବାରକ ମାର ପାଲା ପାଲା ରବି ଭାଇ ଓ ଆଇଲା ସୁଶାନ୍ତ ଭାଇ କି ଟିକେ କହିବ ସ୍ୱାଇଁ ପୁଅ ପାଲା କରୁଥିଲା এইটু ସାଇଜରେ ନବ ତମ ଟିଙ୍ଗି ଟିଙ୍ଗି ଭାଙ୍ଗି ଦେଲେ ହେଲେ ଏ ବାରକ ମାର ମାର ମୁଖ ବଞ୍ଚା କି କଣ୍ଠ ইয়া ঘন কুচা ইয়ে বারক ফাল্গুন মাস জন্ম হয়েছে কি কণ্ঠ কোকিলর মଳ দ্বার ମୋ ତଣ୍ଟିକୁ ତା କହୁଛ କହିଲେ ଇଏ ବାରକ ମାରେ ରାମ୍ପୁଛି ଧନ୍ୟବାଦ ପଥଳିଆଟେ ହେଲେ କଣ ମାରୁଅଛି ମାରୁଅଛି କି କାଞ୍ଚି ମାରୁଅଛି ଖବର କହୁଛି ମଲା ମଣିଷ ଆଜି ପୁରୁଣା କାଳିଆ ଗାୟକ ମାନେ ଏମିତି ଚାମର ଛୁଙ୍କ ଦିଅନ୍ତି ଏ ଅର୍ଜୁନ ଦାସଙ୍କର ଛୁଙ୍କୁ ଖେଳୁ ଜଙ୍ଗଲ ମାରୁଅଛି ମୋତେ କାମ ବଥା କେମିତି ଲାଗିଲା ଆମ କାର୍ଯ୍ୟକ୍ରମଟି? ଯଦି ଆପଣମାନଙ୍କୁ ଆମ କାର୍ଯ୍ୟକ୍ରମ ଭଲ ଲାଗୁଥାଏ, ନୂଆ ନୂଆ କାର୍ଯ୍ୟକ୍ରମ ଦେଖିବା ପାଇଁ ଚ୍ୟାନେଲକୁ ଲାଇକ୍ କରନ୍ତୁ, ସେୟାର କରନ୍ତୁ, ସବସ୍କ୍ରାଇବ୍ କରିବାକୁ ଭୁଲିବେନି। ରହୁଛି, ନମସ୍କାର।